ସାକ୍ଷୀ ଗୋପୀନାଥ ମନ୍ଦିର ଜଗନ୍ନାଥ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସ୍ଥାପତ୍ୟ କଳାର ଏକ ଅନନ୍ୟ ନିଦର୍ଶନ ହେଉଛି ଏ ସାକ୍ଷୀ ଗୋପୀନାଥ ମନ୍ଦିର। ଏହା ସହିତ ଯୋଡ଼ି ହିଁ ଅଛି କେତେକ ଅଲୌକିକ କାହାଣୀ ଯୋଉଟା ସାଧାରଣ ଜନମାନସରେ ଲୋକମାନଙ୍କ ପାଖରେ ପହଞ୍ଚି ନାହିଁ। ନମସ୍କାର, ମୁଁ ତାପସୀ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଚ୍ୟାନେଲ ଆତ୍ମ ଅନ୍ୱେଷଣ ଯେଉଁଠାରେ ଆମେ ମାନେ ଆଲୋଚନା କରୁଛେ ବିଭିନ୍ନ ପ୍ରକାର ବିଷୟବସ୍ତୁକୁ ନେଇକି, ଯେମିତିକି ସମାଜ, ସଂସ୍କୃତି, ପରମ୍ପରା। ତ ଆଜି ସେଇଭଳି ଏକ ଆଲୋଚନା ଚକ୍ରକୁ ନେଇ ମୁଁ ଆସିଛି ଆପଣମାନଙ୍କ ପାଖକୁ। ଶ୍ରୀକ୍ଷେତ୍ରକୁ ଦର୍ଶନ କରିବା ପାଇଁ ବା ଯାତ୍ରା କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କର ଯାତ୍ରା ସେତେବେଳେ ସଫଳ ହୁଏ ଯେତେବେଳେ ସେମାନେ ସତ୍ୟବାଦୀର ସାକ୍ଷୀ ଗୋପୀନାଥ ମନ୍ଦିରରେ ନିଜ ଯାତ୍ରାର ସାକ୍ଷ୍ୟ ପ୍ରଦାନ। ସାକ୍ଷୀ ଗୋପାଳ ସେହି ସ୍ଥାନ ଯେଉଁଠାକୁ ଭଗବାନ ଶ୍ରୀକୃଷ୍ଣ ସୁଦୂର ବୃନ୍ଦାବନରୁ ସାକ୍ଷୀ ଦେବା ପାଇଁ ଚାଲି ଚାଲି ଆସି ଓଡ଼ିଶାର ପବିତ୍ର ମାଟିରେ ସେଇ କାଳରୁ ସ୍ଥାପିତ ହେଇକି ରହିଯାଇଛନ୍ତି। ସେଇ ପବିତ୍ର ପୀଠ ବିଷୟରେ ଆମେ ଆଜି କିଛିଟା ଐତିହ୍ୟ ପରମ୍ପରାର ଆଲୋଚନା କରିବା। ଆସନ୍ତୁ ଜାଣିବା ମନ୍ଦିରର କିଛି ନୀତି ନିର୍ଘଣ୍ଟ, ସେବା, ମନ୍ଦିର ପରିଚାଳନା ଏସବୁ ବିଷୟରେ ସମ୍ୟକ୍ ଧାରଣା ନବା ଆମ ଆଲୋଚନା ଚକ୍ରରେ। ଆଜିର ଆଲୋଚନା ଚକ୍ରରେ ଆମ ସହିତ ଯିଏ ଆମକୁ ମାର୍ଗଦର୍ଶନ ଦେବା ପାଇଁ ଉପସ୍ଥିତ ଅଛନ୍ତି ପଣ୍ଡିତ ରାଜକିଶୋର ମହାପାତ୍ର, ଯିଏ ସାକ୍ଷୀ ଗୋପୀନାଥ ମନ୍ଦିରର ମୁଖ୍ୟ ପୁରାଣ ପଣ୍ଡିତ। ओम नमो भगवते वासुदेवाय नमो ब्रह्मण्य गो ब्रह्मणिताय जगत हिताय कृष्णाय गोविंदाय नमो नमः। विषय कौन पचारि कौन कहि विराट एक प्रश्न ये अगाध समुद्र भितर कौन कहि ନା ପ୍ରଥମେ ତ ପଚାରିବି ଏଇ ଜାଗାର ନାଁ ହଉଛି ସାକ୍ଷୀ ଗୋପାଳ। ସାକ୍ଷୀ ଶବ୍ଦଟା କୋଉଠୁ ଆସିଲା? ସାକ୍ଷୀ ସାକ୍ଷୀ ଶବ୍ଦଟା ଆସିଲା କିନ୍ତୁ ବୃନ୍ଦାବନ ନିବାସୀ ବୃନ୍ଦାବନ ସେତେବେଳେ ଲୋକ ଯାଉଥିଲେ ଧର୍ମ କର୍ମ, ବର୍ତ୍ତମାନ ବି ଯାଉଛନ୍ତି ସମସ୍ତେ ପିଣ୍ଡ ପକେଇ ଯାଉଛନ୍ତି। ବୃନ୍ଦାବନ ଯାଇକି ବୃନ୍ଦାବନ ଯାଇକି ଗୋପାଳଙ୍କୁ ଦେଖୁଥିଲେ। ସେତେବେଳେ ଗାଡି ମଟର କିଛି ନଥିଲା, ଲୋକ ଚାଲି 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 ଯାଉଥିଲେ। ମଣିଷ ବେଳକୁ ଦେଖା ହେଲେ, ଦେଖା ହେଇକି ମୁଣ୍ଡିଆ ମାରିଲେ, ସେଠୁ କହିଲେ ବାପା ମୁଁ କହିଥିଲି ଗୋଟେ କହିବି ବୋଲି। ନା ହଁ କୁହନ୍ତୁ। ତୁ ମତେ ଯେତିକି ସାହାଯ୍ୟ କଲୁ, ମୋ ଗାଁ ବାଲା ଆସିଥିଲେ ମୋ ସାଙ୍ଗରେ ମତେ ଛାଡି ଦେଇ ପଳେଇଲେ। ତୁ କିଏ ସେ, ତୋ ଘରକୁ ଉଠିବି ମୁଁ ଜାଣିନି, ମୁଁ କିଏ ସେ ତୁ ଜାଣିନି, କିନ୍ତୁ ତୋର ସାହାଯ୍ୟ ମୁଁ ଭୁଲି ପାରିବିନି, ମୁଁ ଶୁଝି ପାରିବିନି ଋଣ। ତାକୁ କଣ କରିବୁ ନା ମୋର ଗୋଟେ ଝିଅଟି ଅଛି, ତାକୁ ବାହା ଦେବି। ତମ ପ୍ରତି ମୋର ମନ ଚିତ୍ତ ହେଇଯାଇଛି, ତମେ ଯଦି ରାଜି ହବ ତାହେଲେ ମୁଁ ଗୋପାଳଙ୍କୁ ଚାହିଁକି କହୁଛି ମୁଁ ମୋ ଝିଅକୁ ବାହାଘର କରିବି। ସାକ୍ଷୀ ଯୋଉ ଶବ୍ଦଟା ରହିଲା ପଚାରିଛ ତମେ, ସେଇ ସାକ୍ଷୀ ଶବ୍ଦଟା ହଉଛି ସେଇଠି ଗୋପାଳକୁ ସେ ଆଗରେ କହିଦେଇଛି। ଘରେ ତ ଅଲରେଡି ମେଜରିଟି ମଷ୍ଟ ବି ଗ୍ରାଣ୍ଟେଡ, କିନ୍ତୁ ତାଙ୍କ ଘରର ନିଷ୍ପତ୍ତି ଅନୁସାରେ ସମସ୍ତେ ମନା କଲେ, ବୁଢା ବି ମନା କରିଦେଲା। ମୁଁ ଚାକିବାକି କିଛି ହେଇନି, ମୁଁ କିଛି କହିନି। କହିଲା ଯେ ଘରେ କହିଲା ଠିକ ଅଛି, ଯଦି ନଦେଲା ଆମେ ଆଉ ଗୋଟେ ଝିଅ ଯିବ ନା। ମୁଁ ନ୍ୟାୟ ଚାହେଁ। କଣ ନ୍ୟାୟ ଚାହେଁ? ଆସିଲି ସେତେବେଳକୁ ପୁରୀ ଆସିକି ଗଲେ ରଜଙ୍କ ପୁରୀ ଗଜପତିଙ୍କ ପାଖରେ ପହଞ୍ଚିଗଲେ। ଗଜପତି ଯେତେବେଳେ ଶୁଣିଲା ପରେ ୟାକୁ ପଚାରିଲା ତୋର ସାକ୍ଷୀ କିଏ ଅଛନ୍ତି? ନା ଛାମୁ, ମୋର କେହି ସାକ୍ଷୀ ନାହାନ୍ତି। ସାକ୍ଷୀ ହଉଛନ୍ତି ସେ 1 ନମ୍ବର ସାକ୍ଷୀ, ଯିଏ କହୁଛି ନାଇଁ ମୁଁ କିଛି କହି ନାହିଁ। ଆଉ ମୋର 2 ନମ୍ବର ସାକ୍ଷୀ ହଉଛନ୍ତି ସ୍ୱୟଂ ଗୋପାଳ, ବୃନ୍ଦାବନ ବାସୀ। ନା ଗୋପାଳ ସାକ୍ଷୀ। ହଉ ତାହେଲେ ଗୋପାଳ କେମିତି ସାକ୍ଷୀ ଦେବେ? ନା ଆପଣ ଆସି ଚାଲନ୍ତୁ ଯିବା, ନହେଲେ ମତ ଅନୁମତି ଦିଅନ୍ତୁ, ମହତ ଦିଅନ୍ତୁ, 3 ମାସ ସମୟ ଦିଅନ୍ତୁ, ମୁଁ ଯିବି ଗୋପାଳଙ୍କ ପାଖକୁ, ଫେର ବୃନ୍ଦାବନ ଯିବି। ନା ତଥାସ୍ତୁ କହିକି ଛାଡ଼ିଦେଲେ। ଆଉ ତମ ଆଗରେ ସେ କହିକି ଗଲା, ବର୍ତ୍ତମାନ ସେ ନାଇଁ କରୁଛି, ମୋ ମୁଣ୍ଡ କାଟ ହବ, ରଜା ମତେ ପଠେଇଛନ୍ତି ସାକ୍ଷୀ ହେଇକରି ଆଉ ଦରକାର। ଆପଣ ହିଁ ସାକ୍ଷୀ, ଆଉ କେହି ମୋର ସାକ୍ଷୀ ନାହାନ୍ତି।
ପ୍ରଭୁ ତାହେଲେ ତମେ ତମେ ଯିବ ସାକ୍ଷୀବାକୁ? ହଁ ନିଶ୍ଚିତ ଯିବି। ଯିବି ଯେ ଗୋଟେ କଣ୍ଡିସନ କରିକି ଯାଉଛି। କଣ କଣ୍ଡିସନ? ଗୋଟେ କଥା ମନେ ରଖିବୁ, ଯେତେବେଳେ ଯିବା ସେତେବେଳେ ତୁ ଆଗରେ ଚାଲିବୁ, ମୁଁ ଚାଲିବି ପଛରେ। ତୋଠୁ ମୁଁ 20 ଫୁଟ ଦୂରରେ ଚାଲିବି। ତୁ ପଛକୁ ଚାହିଁ ପାରିବୁନି। ପଛକୁ ଚାହିଁଲେ ମୁଁ ସେଇଠି ପଥର ପାଲଟିଯିବି। ତେଣୁ ତୁ ଯଦି ମତେ ରଜାଙ୍କ ଘର ପର୍ଯ୍ୟନ୍ତ ନେଇକି ଯିବୁ, ତାହେଲେ ତୁ ପଛକୁ ଚାହିଁବୁ ନାହିଁ। ବୃନ୍ଦାବନ ଚାଲି ଚାଲି ଆସିଛନ୍ତି। 3 ଦିନ ପଳେଇ ଆସିଲେଣି ଚାଲି ଚାଲିକିରି। ଆସିକିରି କଟକ ବାରବାଟୀ ପହଞ୍ଚିଗଲେ। ଓଡିଶା ଭିତରେ ପହଞ୍ଚି ବାରବାଟୀ ମହାନଦୀ ପଠାରେ ପହଞ୍ଚିଗଲେ। ପାଦର ଘୁଙ୍ଗୁରୁ ସବୁ ଶୁଭୁଥାଏ। ଏମିତି ଘୁଙ୍ଗୁରୁ ଅନୁମାନ କରିକି ଆସିଲା। ଯେତେବେଳେ ମହାନଦୀ ପଠାରେ ବାଲିରେ ଆସିଲା, ସେତେବେଳେ ଗୋପାଳଙ୍କର ପାଦ ବି ବାଲିରେ ଗଳିଲା। ଗଳିଲା ପରେ ଘୁଙ୍ଗୁର ଭିତରେ ବାଲି ଗୁଡାକ ପଶିଲା। ଘୁଙ୍ଗୁର ଆଉ ବାଜିଲା ନାହିଁ। ମତେ ଠକି ଦେଇ ପଳେଇଗଲେ ଆଉ। ଏହା କହିକି ପଛକୁ ଚାହିଁଦେଲା। ଚାହିଁଦେବାକୁ ଗୋପାଳ ସ୍ୱତନ୍ତ୍ର ଭାବରେ ପଥର ମୁଠେଇକି ଠିଆ ହେଇଗଲେ। ମୁଁ ଆସିଥିଲି ସାକ୍ଷୀ ଦେବାକୁ। ତୁ ବର୍ତ୍ତମାନ ଚାହୁଁଛୁ ସାକ୍ଷୀ ଦେବାକୁ ତ? ମୁଁ ଆସିକି ତମ ଦେଶରେ ପହଞ୍ଚି ଯାଇଛି। ତୁ ଯା, ତୋ ରଜାଙ୍କୁ କହିବୁ ମୁଁ ଏଇଠି ଅଛି। ସେ ଆସିକି ମତେ ଦେଖିଲେ ଯେ ସେ ଜାଣିବେ ଯେ ତୋର ସାକ୍ଷୀ ମୁଁ ତାକୁ ଦେଖିବାକୁ ସ୍ୱତନ୍ତ୍ର ଭାବରେ ଗୋପାଳ 7 ଫୁଟ ଉଚ୍ଚର ପଥର ମୁଠି ସେଠି ଠିଆ ହେଇଛନ୍ତି। ରଜା ଯେତେବେଳେ ଦେଖିଦେଲେ, ରଜା ବି ଆଶ୍ଚର୍ଯ୍ୟ ହେଇଗଲେ। ପ୍ରଭୁ ଆଗ ବ୍ୟବସ୍ଥା କଲେ, ସେଠି ଗୋଟେ ଛୋଟିଆ ହେଇକିରି ଆସ୍ଥାନ ଟିକେ କରିଦିଅ ବାରବାଟୀରେ। ସେଇଠି ଟିକେ ତାଙ୍କର ପୂଜାପୂଜି କରି ତାଙ୍କୁ କଣ ପୂଜାପୂଜି କର। ଅଛି ବାରବାଟୀରେ ଗୋଟେ ଛୋଟିଆ ମନ୍ଦିରଟି ଅଛି। ସେଠି ସାକ୍ଷୀ ଗୋପାଳ ମନ୍ଦିର ବି ଅଛି। ରଜା ଆସିକି ଡାକିଲେ। ସବୁ ସରିଗଲା, ସାକ୍ଷୀ ପ୍ରମାଣ ସରିଗଲା। ଯୁବକ ଯାହା କରୁଛି ସତ୍ୟ, ତମେ ଯାହା କହିଲ ମିଥ୍ୟା। ସେ ତାଙ୍କର ସେ ଚାଲିଲେ। ବର୍ତ୍ତମାନ ଗୋପାଳଜୀ ରହିଗଲେ କୋଉଠି ନା ବାରବାଟୀରେ ରହିଗଲେ। ସାକ୍ଷୀ ଶବ୍ଦର ଯୋଉ ଉତ୍ପତ୍ତି ସେଇଠୁ ଆରମ୍ଭ ହେଇଛି। ସାକ୍ଷୀ ଦେବା ପାଇଁ ଆସିଥିଲେ ବୋଲି ସେଇଠି ରହିଛି। ସାକ୍ଷୀଟା ସେଇଠି ସୃଷ୍ଟି ହେଲା। ବୃନ୍ଦାବନରୁ ଯୋଉ ଠାକୁର ଆସିଥିଲେ, ତାଙ୍କର ମୂଳ ନାମ କଣ ଥିଲା? ବୃନ୍ଦାବନ ବିହାରୀ। ବୃନ୍ଦାବନ ବିହାରୀ ବର୍ତ୍ତମାନ ବି ଅଛନ୍ତି। ବୃନ୍ଦାବନ ବିହାରୀ ବୃନ୍ଦାବନରେ ମୂର୍ତ୍ତି ଅଛନ୍ତି। ବାଙ୍କ ବିହାରୀ ତାଙ୍କର ନାଁ। ବହୁତ ଲୋକ ଜାଣିନଥିବେ। ଦେବା ପାଇଁ ଆସି ସାକ୍ଷୀ ଗୋପୀନାଥ ବୋଲି ନାମକରଣ ହେଇଗଲା। ବାରବାଟୀରୁ ପୁଣି ଇଏ ଯୋଉ ସ୍ଥାନ ଆମର ସତ୍ୟବାଦୀ ଯାତ୍ରା ତାଙ୍କର କେମିତି ହଉଥିଲା? ସେତେବେଳେ ରଜା ଜାଣିଲେ କଣ କଳା ପାହାଡ ଟିକେ ମଗାମଣି କଲେଣି। ଗୋପାଳଜୀ ଆମେ ସେଠି ରଖିଦେଇଛୁ। ଗୋପାଳଜୀ ତ ମୁଁ ରଜାକୁ ଟିକେ ସ୍ୱପ୍ନ ଦେଲେ, ଆରେ କଣ ହେଇଛି ଦୁଷ୍ଟା ହଉଛି, ମତେ ଟିକେ ନେଇଯା। ବାରବାଟୀରୁ ଆସିଲେ ବାରବାଟୀରୁ ପ୍ରଭୁଙ୍କୁ ଅଣା ହେଇକି ରଖା ହେଲା ଗଡ ରଥିପୁର। ଗଡ ରଥିପୁରରେ କଣ୍ଟଳବାଇରେ ରହିଲା ପରେ ଇଏ ହେଲା। ସେଠି ମତେ ଜଣେ ଖଞ୍ଜି ଦେଇଛନ୍ତି। ସେଠୁ ରଜା ତ ଯେତେବେଳେ ରଜାକୁ କହିଲେ, ସ୍ୱପ୍ନ କଲେ ମତେ ନେଇଯା, ଆଇଁଷରେ ମୁଁ ରହିପାରିବିନି। ରଜା କୁଆଡେ କିଛି ନ ପାଇକିରି ସେତେବେଳକୁ ଥଣ୍ଡା ପଡିଯାଇଛି। କଳା ପାହାଡ ଥଣ୍ଡା ପଡିଯାଇଛି। ଫେରି ପଳେଇ ଯାଇଛି। ଚାଲିଲେ ରଜା ନେଇଗଲେ ପୁରୀ ଜଗନ୍ନାଥ ମନ୍ଦିର। ଜଗନ୍ନାଥଙ୍କ ମନ୍ଦିର ଭିତରେ ଉପରେ ଯାଇ ଜଗନ୍ନାଥ ମନ୍ଦିର ଭିତରୁ ଯାଇଥିବ, ତମେ ଦେଖିବ ପଶ୍ଚିମ ଦ୍ୱାର ପୂର୍ବ ଦ୍ୱାର ପଶ୍ଚିମ ପଶ୍ଚିମ ଦ୍ୱାର ପଛପଟ ଦ୍ୱାର ଭିତରୁ ଯେତେବେଳେ ଯିବ, ସେତେବେଳେ ବାଁ ପଟେ ଗୋଟେ ଛୋଟିଆ ମନ୍ଦିରଟି ଅଛି। ସାକ୍ଷୀ ଗୋପୀନାଥଙ୍କ ମନ୍ଦିର ସେଠି ଅଛି। ବର୍ତ୍ତମାନ ବି ଅଛି ମନ୍ଦିର ଭିତରେ। ସେଇଠି ନେଇ ରଖିବେ। ଯାହା ଖାଆନ୍ତି ତାଙ୍କୁ ବି ଗୋଟେ ଥାଳି ନେଇକି କରିକି ଦିଅନ୍ତି। ସେଠି ବି ଖାଇକି ରହିଲେ। ତାପରେ କିଛି ଦିନ ପରେ ସେ ଅସୁସ୍ଥ ହେଇଗଲେ। ଗହମରେ ଖାଦ୍ୟ ଖାଇବ, ଘିଅ, ଲହୁଣୀ, ମାଖନ ଏଗୁଡାକରେ ଆମର ରହିବା କଥା। ପାଉଥିଲି ମୁଁ ଉତ୍ତର ଭାରତର ଖାଦ୍ୟ ନାହିଁ। କଣ କଲେ, ରୋଷଶାଳା ସାମ୍ନାରେ ଯେତେବେଳେ ଉତ୍ତର ଆସିବ, ବୁହା ହେଇକି ପ୍ରସାଦ ଗୁଡାକ ଆସିବ ଭୋଗ ହବା ପାଇଁ ଜଗନ୍ନାଥଙ୍କ ପାଖକୁ, ସେ ସେଇ ସମୟରେ ସେଇ କୋଣରେ ରହି ବୋଝିଆ ମୁଣ୍ଡରୁ ସିଏ କଣ କଲେ ନା କ୍ଷୀର, ସରପୁଳି, ରସାବଳି, ମାଖନ, ଯେତେକ ଚିକିଣିଆ ଜିନିଷ ସବୁ ସେ ପୁଳେ ପୁଳେ ଖାଇଲେ। ବୋଝରୁ ସବୁତକ ଖାଇଲେ।
सी आसला संकुटी आसला जगन्नाथ पाखे थुआ पूजा एमती सब ये कले जगन्नाथ आउ जगन्नाथ लास्ट को पूरी रजा को 12 माइल नहीं 12 माइल भीतर जो रखिए से दिखाई तेणु 12 माइल नहीं गला चिंता कर पाड़ी नेबेनि से तो आनिले चिंता भर तो धरिक आसिले पड़ा एरिया तेणु फेर कौन कले ना जा कोणार्क साइड सब लोक समुद्र कूल तेणु से आईस रही फिर से जिनसा कटो आसिले 12 माइल बोले पुरीर दक्षिण को आसिले 60 এটা ফুল অলসা আচ্ছা সেତେବେଳେ ইয়াର ନାଁ ତ ଷାଠିଏ ଗୋପାଳ ନଥିଲେ ଫୁଲ ଅଳସା ଥିଲା ମଉଜା ହଉଛି ଫୁଲ ଅଳସା ମୂଳ ଅଳସା ଫୁଲ ଅଳସା ମଉଜା ଫୁଲ ଅଳସା ମଉଜାରେ 12 ମାଇଲ ଦେଖିକିରି ଏଠି ଆସି ପହଞ୍ଚି ଯୋଉ କହିଲେ କି ସିଦ୍ଧ ବକୁଳଙ୍କ ଆସ୍ଥାନ ଥିଲା ହଁ ତ ସିଦ୍ଧ ବକୁଳଙ୍କର ଆସ୍ଥାନ ପ୍ରଥମ ତ ସିଦ୍ଧ ବକୁଳଙ୍କର ପରିଚୟ ଟିକେ ଦେବେ ଜଗନ୍ନାଥ ମହାପ୍ରଭୁ କଥାରେ ଅଛି ଜଗନ୍ନାଥ ପ୍ରଭୁ ଆସନ୍ତି ଏଇ ଖରାଦିନେ ଆସନ୍ତି ଖରାଦିନେ ଦି ଭାଇ ଆସନ୍ତି ସିଦ୍ଧ ବକୁଳ ବି ତାଙ୍କର ଅଧିଆ ଜଗନ୍ନାଥ ପ୍ରଭୁଙ୍କର ଆମେ ତ ଯେତିକି ସଂସ୍କୃତି ଜଗନ୍ନାଥ ସଂସ୍କୃତି ଭିତରେ ଅଳ୍ପ ଜ୍ଞାନ ଆମର ଯେତିକି ଅଛି ଜଗନ୍ନାଥ ତ ଏମିତି ଦାରୁ ବ୍ରହ୍ମ ହେଇ ଲାଗିଥିଲେ ସିଏ ତାଙ୍କୁ ନିର୍ମାଣ କରାହେଇଥିଲା ପ୍ରତିଷ୍ଠା କରାହେଇଥିଲା ପୁଣି ତାଙ୍କର ଏଇ ଯୋଉ ଅଜାଗର କଥା କହିଲେ ଏଇଟା ଗୋଟେ ନୂତନ ଜିନିଷ ନୂତନ କିଛି ନୁହେଁ ସବୁ ଜିନିଷର କାଳ୍ପନିକ ରହିଛି ନୂତନ କିଛି ନୁହେଁ କୋଉଠି ନା କୋଉଠି ଏଇ ଯୋଉ ଇତିହାସଟା ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ପହଞ୍ଚିପାରିନି କାରଣ ଜଗନ୍ନାଥ କାଠ ମୂର୍ତ୍ତି ହେଇ ରହିଲେ ମଧ୍ୟ ତାଙ୍କର ରୂପ ଅଛି ସେ ବି ଯାଆନ୍ତି ତାଙ୍କ ପୁଷ୍ପ ବାଟିକାକୁ ଦହଣ ବଗିଚାକୁ ଯାଆନ୍ତି ଦହଣକୁ ଭାରି ପସନ୍ଦ ସେ କରନ୍ତି ଏଗୁଡାକ କିଛି ଅଛି ତେଣୁ ତାଙ୍କର ରୂପ ଭିତରେ ଅଛି ଅଜାଘରକୁ ଆସନ୍ତି ତେଣୁ ଯେତେବେଳେ ଗୋପାଳଜୀଙ୍କ ମନ୍ଦିର ଏଠି ତିଆରି ହେଇଗଲା ସେତେବେଳେ ଚାରି ଚତୁଃପାର୍ଶ୍ୱର ବ୍ରାହ୍ମଣ ଶାସନରେ ସହଯୋଗ ମକା ଯାଇଥିଲା ରଜା ସମ୍ପତ୍ତି ଦେଇ ଦେଇଥିଲେ ପ୍ରଚୁର ସମ୍ପତ୍ତି ଦେଇଥିଲେ ଆମେ ଗୋଟେ ସେବାୟତ ଆମକୁ ରଖିଲେ ଶିଷ୍ୟ ସେବାୟତ କରି ରଖିଲେ ଯେତେବେଳେ 36 ପ୍ରକାର ସେବାୟତ ବଛା ସରିଗଲେ ତାଙ୍କୁ ରଜା ଜମି ବାଡି ଘର ଦିଅକୁ ଦେଇଦେଲେ ସେତେବେଳେ ଆଉ ଗୋଟେ ସେବାୟତ ଖୋଜା ଗଲା ଏ ସେବାୟତଙ୍କର କିଏ ସେ ରହିବ ପୂଜା ପୂଜା ଠିକ କରୁଛି କି ନାହିଁ ସିଙ୍ଗାରୀ ତା କାମଟା ଠିକ କରୁଛି କି ନାହିଁ ତ ରୋଷରେ ଯାଇକିରି ଶୁଆର ତା କାମ କରୁଛି କି ନାହିଁ ତେଣୁ ୟାଙ୍କୁ ଜଗା ରଖା କରିବା ପାଇଁ ଜଣେ କିଏ ବ୍ରାହ୍ମଣ ଦରକାର ଯିଏ ସ୍ତୋତ୍ରୀୟ ବ୍ରାହ୍ମଣ ଜ୍ଞାନ ପଣ୍ଡିତ ଲୋକ ସେତେବେଳେ ଖୋଜା ଗଲା ଖୋଜି ଖୋଜିକିରି ଚତୁଃପାର୍ଶ୍ୱରେ ବିରାମଚନ୍ଦ୍ରପୁର ଶ୍ରୀରାମଚନ୍ଦ୍ରପୁର ବିଶ୍ୱନାଥପୁର ଶାସନ ଭିତରେ ଖୋଜା ଗଲା କୋଉ ବ୍ରାହ୍ମଣ ଅଛନ୍ତି ଜ୍ଞାନ ସମ୍ପନ୍ନ ଏବଂ ଏଠି ମେଣ୍ଟେନ କରିପାରିବେ ଏବଂ ତାଙ୍କୁ ମଧ୍ୟ କ୍ଷମତା ଦେଇଦେଲେ ଏଇ ମନ୍ଦିର ଭିତରେ ପୂଜାପଟା ପରିବାର ଯିଏ ସେବା କରିବ 18 ବର୍ଷ ଗଲେ ଯିଏ ସେବା କରିବ ସିଏ ସେବା ପାଠ ଜାଣିବା ଦରକାର ଜାଣିକିରି ସେ ପଣ୍ଡିତଙ୍କ ପାଖରେ ଆସି ପହଞ୍ଚି ତାର ପରୀକ୍ଷା ଦେଇ ସାର୍ଟିଫିକେଟ ଖଣ୍ଡେ ହାସଲ କରି ମନ୍ଦିର ଅଫିସକୁ ଗଲେ ମନ୍ଦିର କାର୍ଯ୍ୟାଳୟ ତାକୁ ପଠେଇବ ଯାଅ ତମେ ଆଜି ସେବା କରିବ କହିଲେ କି ସାର୍ଟିଫିକେଟ ନେଇକି ପୂଜା ପଣ୍ଡା ମାନେ ସେବାରେ ଲାଗନ୍ତି ତ ଏଇ ପରମ୍ପରା ଆଜି ବି ଅଛି ବର୍ତ୍ତମାନ ସୁଦ୍ଧା ଅଛି ତାହେଲେ ଏଇ ପରମ୍ପରାର ଆପଣ ଗୋଟେ ଅଂଶୀଦାର ନା ଯୋଉ କହିଲେ କି ଜଗନ୍ନାଥ ମନ୍ଦିରରେ ଗୋପାଳ ସବୁ ସବୁ ଖାଉଥିଲେ ସେଥିପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଗଲା ଆଉ ତାଙ୍କୁ ବର୍ତ୍ତମାନ ମୂଳ ଅଳସା ଆଣିକି ଗୋଟେ ମନ୍ଦିର ସ୍ଥାପନା କରିକି ରଖାଗଲା ତାହେଲେ ଏଠିକି ଆସିଲା ପରେ ତାଙ୍କ ଭୋଗର କଣ ନା ସବୁ ଖଞ୍ଜି ଦେଲେ କିଛି ଆଉ ସେ ଚାଉଳ ନାହିଁ
ଏ ମନ୍ଦିରକୁ ବର୍ଷକରେ ଗୋଟେ ଦିନ ଚାଉଳ ପଶିବ, ସେଇଟା ହଉଛି ମକର ସଂକ୍ରାନ୍ତି ଦିନ। ତାହେଲେ ଏଠି ଚାଉଳର ଭୋଗ ନାହିଁ? ଭୋଗ ନାହିଁ, ଏଠି ଅଛି ସବୁ ଗହମର, କାରଣ ସେ ଖାଉଥିଲେ ସେ ଗହମର। ଉତ୍ତର ଭାରତରେ ସେମିତି ଘିଅ, ଗୁଡ, ଗହମ ଏମିତି ଖାଦ୍ୟ ପ୍ରସ୍ତୁତି ଏଠି ଅଛି। ଡାଳିମ୍ବ, କାକେରା, ସରପୁଳି, ପୁଳି, କେଳି, ଏଇ ସବୁ ଗୁଡାକ ସବୁତକ ଜିନିଷ ଆମର କ୍ଷୀରି ସବୁ ହୁଏ ଗହମରେ। କ୍ଷୀରି ବି ଗହମରେ? କ୍ଷୀରିରେ ଗହମରେ। ଏଇ ହଉଛି ଭୋଗ ଗୁଡିକ ଆମର ଏଠି ପ୍ରସ୍ତୁତି ହୁଏ। ଆଉ ମୁଖ୍ୟତଃ ଏଇ ସବୁ ଚୁଡା ପଖାଳ, ଆଚ୍ଛା, ଚୁଡା ଏଟା ହଉଛି ଚୁଡା ପଖାଳ। ପ୍ରତିଦିନ ରାତିରେ ଚୁଡା ପଖାଳ ଏବଂ ଭଜା, କଦଳୀ, ପଣସ, ବିଭିନ୍ନ ପ୍ରକାର ପନିପରିବା, ହଁ ଦେଶୀ 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 ବିଭିନ୍ନ ପ୍ରକାର ନାହିଁ, ଲିମିଟେଡ ଅଛି। କିଛି ବାରଣ ବି ଅଛି ପରିବା? ହଁ, ପରିବା ପଣସ ହବ, କଦଳୀ ଭଜା ହବ, ପଣସ ମଞ୍ଜି ଭଜା ହବ, ବା ଏଇ ଅଳ୍ପ ସଂଖ୍ୟକ ପରିବା ଇଏ ହଉଛି ଭଜା ହବ ରାତିରେ, ଭଜା ପଖାଳ। ଆଚ୍ଛା, ଠାକୁରଙ୍କର ଯେମିତି କହିଲେ କି ଭୋଗ ପରିବର୍ତ୍ତନ ହେଇଗଲା, ତାହେଲେ ଖାଇବାର ପଦ୍ଧତି, ଠାକୁରଙ୍କୁ ଭୋଗ ସମର୍ପଣର ପଦ୍ଧତି କଣ ରହିଲା ସକାଳ ଠାରୁ ନେଇକି ରାତି ପର୍ଯ୍ୟନ୍ତ? ପ୍ରଥମରୁ ଆସିକି ଦୁଆର ପିଠା ନୀତି କରିବେ। ଦୁଆର ପିଟି ସାରିଲା ପରେ ଆଳତି କରିବେ, ମଙ୍ଗଳ ଆଳତୀଟା କରିବେ। ଆଳତୀ ପରେ ଠାକୁରଙ୍କୁ କଣ କରିବେ ନା ଗାଧୁଆ ଆରମ୍ଭ କରି ସ୍ନାନ କରିକିରି ଫେର ବେଶ କରିକି ବସ୍ତ୍ର ଦେଇକିରି ମନ୍ତ୍ରରେ ସ୍ନାନ କରନ୍ତି। ଆଚ୍ଛା, ମନ୍ତ୍ର ସ୍ନାନ। ମନ୍ତ୍ର ସ୍ନାନ ଦ୍ୱାରା ମନ୍ତ୍ର ସ୍ନାନ କରନ୍ତି। ତାପରେ ଠାକୁରଙ୍କୁ ଜଳ ଯୋଗ ଦିଆଯିବ। ଜଳଖିଆ ଯେମିତି ଆମେ ପିଲାଙ୍କୁ ଦଉ ସେମିତି ଦିଆଯିବ। ସେଥିରେ କଣ ଥାଏ ନା ମୁଆଁ ଥାଏ, ଖଇ ଥାଏ, ଚୁଡା ଭଜା ଦିଆହେଇଥିବ, କେଳି ଥାଏ, ଏଇଗୁଡାକ ହଉଛି ଆମର ଦିଆଯିବ। ଆଉ ଦିଆହେଇଥିବ କଣ ନା ଛତୁ, ଲିଆକୁ ଗୁଣ୍ଡ କରିକି ଛତୁ ତିଆରି ହେଇଥାଏ, ସେ ଭଲ ସ୍ୱାଦିଷ୍ଟ। ଛତୁ ମାନେ ଯୋଉ ନର୍ମାଲି ଲୋକଙ୍କ ମନରେ ଆସିବ ଛତୁ ଯୋଉ ଚାଷ ନା, ଲିଆ ଧାନକୁ ଭାଜିକିରି ଲିଆକୁ ଗୁଣ୍ଡ କରି ତା ଦେହରେ ଘିଅ ଖଣ୍ଡ ମିଶେଇ ସେ ପେଷ୍ଟ ଦେଇକି ସେ ଛତୁ ହେଇଥାଏ ସାଇଜରେ, ସେଗୁଡା କହନ୍ତି। ଏଇଭଳିଆ ଭୋଗ ବୋଧେ ଆଉ କୋଉଠି ଆମ ଓଡିଶା ଭିତରେ ନାହିଁ। ଅଛି ଜଗନ୍ନାଥ ମନ୍ଦିରରେ କିଛି, ଜଗନ୍ନାଥ ମନ୍ଦିରର ଯେତେକ ନୀତି ନିୟମ ଆମର ଏଇ ମନ୍ଦିରରେ ସବୁତକ ଥୁଆ। ତାଙ୍କର ଯୋଉ ଦିନ ଏକାଦଶୀ ହବ କିଛି ଆମ ଏଇ ମନ୍ଦିରରେ ସେଇଦିନ ପାଳନ କରାଯାଏ। ପାଞ୍ଜି ଏଭଳିଆ ବି ଦିନେ ଦିନେ ଗୋଟେ ବର୍ଷ ପକେଇ ଦିଏ, କିଛି ଚତୁଃପାର୍ଶ୍ୱ ବ୍ରାହ୍ମଣ ଶାସନ ସେ ଏକାଦଶୀ ପୂର୍ବତନ ପାଳିଥିବେ, ଜଗନ୍ନାଥ ମନ୍ଦିର ଯଦି ତା ପରଦିନ ହବ ତାହେଲେ ଆମର ଏଇ ସାକ୍ଷର ମନ୍ଦିର ତା ପରଦିନ, ତାଙ୍କର ନୀତି ସହିତ ଆମ ନୀତିର ସମାନ। ତାପରେ ଦିପହରେ କଣ ଏଠି ଭାତ ଖାଆନ୍ତିନି ଠାକୁର? ଦିପହରେ ସେଇଭଳିଆ ଖାଦ୍ୟ, ସରପୁଳି, କାକେରା, ଅମଲୁ, କ୍ଷୀରି, ଅଟା କ୍ଷୀରି, ଗହମ କ୍ଷୀରି, ରାତିରେ ସିଏ ରାତିରେ ହୁଏ ବଡ ଚୁଲାରେ ସବୁ ସେମ ଜିନିଷ ସକାଳେ ଖାଆନ୍ତି, ଚୁଡା ପଖାଳ, ଭଜା, ଏଟା ହଉଛି ବଡ ଚୁଲାରେ। ସହଜ ଉପରେ କେଳି, ଅମଲୁ, କାକେରା, ଡାଳିମ୍ବ, ଏ ସବୁ ଗହମ, ଗୁଡ, ଘିଅର କାମ, ଆଉ ଅନ୍ୟାନ୍ୟ ନାହିଁ। କ୍ଷୀର, ଲବଣୀ, ଲହୁଣୀ ଇଏ ଅଛି ସଞ୍ଜବେଳେ। ଗୋପାଳ ଆସିଥିଲେ ବୃନ୍ଦାବନରୁ ସାକ୍ଷୀ ଦେବା ପାଇଁ, ତାଙ୍କର ସମ୍ପୂର୍ଣ୍ଣ ଯାତ୍ରା ବିଷୟରେ ତମେ ଜାଣିଲେ, ସାକ୍ଷୀ ଗୋପାଳରେ ପହଞ୍ଚିଲେ। ତାପରେ ବର୍ତ୍ତମାନର ସାକ୍ଷୀ ଗୋପାଳଙ୍କର ଯୋଉ ମୂର୍ତ୍ତି ଆମେ ଦର୍ଶନ କରୁଛେ, ତାଙ୍କ ସାଇଡ ରେ ରାଧାଙ୍କର ମୂର୍ତ୍ତି ବି ଅଛନ୍ତି। ତାହେଲେ ସେଇ ରାଧା କଣ ଶ୍ରୀକୃଷ୍ଣଙ୍କ ସହିତ ଆସିଥିଲେ? ରାଧା ମୂର୍ତ୍ତି ଶ୍ରୀକୃଷ୍ଣଙ୍କ ପାଖରେ ନଥିଲା। ଆଜ୍ଞା, ରାଧା ସେଇଠି ସୃଷ୍ଟି ହେଇଛି। ରାଧା ହଉଛି ଏଇଠାର ଝିଅ, ପୂଜା ପଣ୍ଡା ବେଲ ମହାପାତ୍ରଙ୍କର ପରିବାର ଝିଅ। ଗୋପାଳଜୀ ଏବଂ ରାଧାଙ୍କ ଭିତରେ ସମ୍ପର୍କଟା ଏତେ ବଢି ଯାଇଥିଲା, ଯୋଉଟା କି ଗୋପାଳ ରାତିରେ ସେ ପୂଜା ପଣ୍ଡା ଘରକୁ ପଳେଇ ଯାଆନ୍ତି, ବଂଶୀ ଫଂଶୀ ଧରିକିରି ପଳେଇ ଯାଆନ୍ତି। କାରଣ ରାତିରେ ତାଙ୍କ ହାତରେ ଦିଆ ହେଇଥାଏ ସୁନା ବଂଶୀ ବି ଦିଆ ହେଇଥାଏ।
ତେଣୁ ସେ ଯଦି ଯାଆନ୍ତି ସେ ସୁନାବଂଶକୁ ଧରି ପଳେଇ ଏପରିକି ବେଳେ ବେଳେ ସେ ସୁନାବଂଶକୁ ସେ ଝିଅର ମାଣ୍ଡି ପାଖରେ ଥୋଇ ଦେଇକିରି ଖାଆନ୍ତି। ଏପଟେ ଆସି ପୂଜାରୀ ଯେତେବେଳେ ସକାଳ ହେଇଗଲା ଦୁଆର ଖୋଲିବା ପାଇଁ ଦେଖିଲା ସିଂହାସନ ଖାଲି ଅଛି। ଫେର ହଠାତ୍ ଚାହିଁଲାକୁ ଗୋପାଳ ଆସି ଠିଆ ହେଇଛନ୍ତି। ଏମିତିଆ ଦି ତିନି ଥର ଯେତେବେଳେ ହେଇଛି ସେବାୟତ ମାନଙ୍କ ମନରେ ସନ୍ଦେହ ଆସିଛି। ଶ୍ରୀପତି ରଜାଙ୍କର ତାକୁ ଖବର ହେଇଛି ରଜା ନୁହେଁ ଏଠି ଠାଟ ରଜା ଜଣେ ରଜାଙ୍କର ପ୍ରଜାର କିନ୍ତୁ ଗୋଟେ ଦିନ ଦେଖିଲା ହାତରେ ବଞ୍ଚିଛି ନାହିଁ। ଗୋପାଳ ଠିଆ ହେଇଛନ୍ତି। ଚୋର କିଏ ସେ ନା ସିଂହାରୀ ଯିଏ ସେ ଚାବି ପକେଇ ଯାଇଛନ୍ତି ଏବଂ ସେଟା ନେଇ ତେଣୁ ଦୋଷ ଦେଲେ ବେଳ ମହାପାତ୍ର ପୂଜାପଣ୍ଡା ସିଂହାରୀ କିନ୍ତୁ ତାଙ୍କୁ ଫାଶୀ ଦେବା ପାଇଁ ରଜା ବି ନିର୍ଦ୍ଦେଶ ଦେଇଦେଲେ। ଗୋପାଳ ସ୍ୱପ୍ନ କଲେ ରଜଗାରେ ନାହିଁ ବଂଶୀଟା ଅଛି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଦଣ୍ଡ ଦେବାକୁ ବ୍ୟବସ୍ଥା କରାଯାଏ। ସେପଟେ ଗୋପାଳ ଯାଇକି ସ୍ୱପ୍ନ ହେଇକିରି ରଜାଙ୍କୁ କୁହନ୍ତି ଦୋଷୀ ସେମାନେ ନୁହନ୍ତି ଦୋଷୀ ହଉଛି ମୁଁ ଯାଇକି ଥୋଇ ଦେଇକି ଆସିଛି ରାଧାର ମାଣ୍ଡି କଡରେ ମୋ ବଂଶୀଟି ଥୁଆ ହେଇଛି। ତେଣୁ ଦୋଷୀ ସେ ମଧ୍ୟ ତାଙ୍କୁ ଦଣ୍ଡ ଦେବାର ଆବଶ୍ୟକତା ନାହିଁ। ସେଇଠୁ ରଜା ଜାଣିଲେ ରାଧାପତି ଗୋପାଳଙ୍କର ଲାଳସା ରହିଛି। ଯାହା ହଉ ଯାଇକି ରଜାଙ୍କ ଯାଇ ସେଠୁ ସୁନାବଂଶ ଆଣିଲେ ଏବଂ ରାଧା ମୂର୍ତ୍ତିଟେ ତିଆରି କରିବା ପାଇଁ ପ୍ରସ୍ତାବ ଦେଲେ। 16 ମହଣ ସୁନା ରୂପା ଅଷ୍ଟଧାତୁ ପିତ୍ତଳ ତମ୍ବା ଲୁହା ଏମିତି 16 ମହଣ 40 ସେର ଗଠନ ହେଲା। ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା କରିଦେଲେ। ପ୍ରତିଷ୍ଠା କରିଦେଇକି ସେଠି କଣ ହେଲା ନା ସେପଟେ ଦେଉଳ ଭିତରେ ରାଧା ମୂର୍ତ୍ତି ପ୍ରତିଷ୍ଠା ହେଲା ବେଳକୁ ସେ ସମୟରେ ଜୀବନାଶ ଦେଲା ବେଳକୁ ରାଧା ସେପଟେ ତାର ଜୀବନ ତ୍ୟାଗ କରିସାରିଛି। ତେଣୁ ରାଧା ସେପଟେ ଜୀବନ ତ୍ୟାଗ କରିଛି ଏପଟେ ରାଧା ମୂର୍ତ୍ତି ଯେତେବେଳେ ଜୀବନାଶ ଦିଆଯାଇଛି ଲୋକମାନଙ୍କର ବିଶ୍ୱାସ ଜୋର ବଢିଗଲା। କୋଉଠି ନା କୋଉଠି ଏଭଳିଆ ଦୃଶ୍ୟ ବୋଧେ ଆଉ କୌଣସି ମନ୍ଦିର ସାମ୍ନାରେ ନଥିବ। କୌଣସି ମନ୍ଦିର ସାମ୍ନାରେ ତାହାର ସମାଧି କୋଉଠି ନାହିଁ। ଏଟା ବୋଧେ ଓଡିଶାରେ କଣ ଭାରତ ବର୍ଷରେ ଗୋଟିଏ ମନ୍ଦିର ନଥିବ ଇଏ ଗୋଟିଏ ଜିନିଷ। ନହେଲେ ସେଇଦିନ ଠାରୁ ରାଧା ଏଠି ରୁହନ୍ତି ରାଧା ପୂଜିତ ହୁଅନ୍ତି। ରାଧାଙ୍କ ଗୋଟେ ପର୍ବ କରନ୍ତି ସେଇଟା ହଉଛି କଳା ନବମୀ କାର୍ତ୍ତିକ ମାସ ନବମୀ ତିଥିରେ ତାଙ୍କର ପାଦ ଦର୍ଶନ କରାଯାଏ। ସେଦିନ ସେ ଗୋଟେ ପିନ୍ଧନ୍ତି ଅନ୍ୟ ଦିନ ଉତ୍ତର ଭାରତ ଢାଞ୍ଚାରେ ପିନ୍ଧନ୍ତି। ଗୋପାଳଜୀଙ୍କ ପାଖରେ ଯେତେବେଳେ ରହିଛନ୍ତି ତାଙ୍କ ପାଦ କେତେବେଳେ କେହି ଦେଖନ୍ତି। ଏପରିକି ସେବାୟତ ଯିଏ ସିଂହାରୀ ସେବାୟତ ଯିଏ ବସ୍ତ୍ର ତାକୁ ପିନ୍ଧଉଛି ସେମାନେ ତାଙ୍କ ପାଦ ଦେଖନ୍ତି। ବର୍ଷ ସାରା ଦେଖନ୍ତିନି କେହି ଦେଖନ୍ତି ତାଙ୍କର ବସ୍ତ୍ର ଜମା ଆଖି ବୁଝିଛନ୍ତି ସେ ସମୟରେ। କିନ୍ତୁ ଏଇ ଦିନ ତାଙ୍କ ପାଦଟି ଖୋଲା ହେଇଯିବ। ସେ ଓଡିଆରେ ବେଶ ଗୋଟେ କଛା ମାରିକିରି କଛା ମାରିଲା ମାନେ ଦି ଗୋଡ ଯେମିତି ଉଠିଯାଏ ପାଦଟା ସମ୍ପୂର୍ଣ୍ଣ ଦିଶେ ସେଦିନ ବେଶ କରିକି ବେଶ ହୁଅନ୍ତି। ତେଣୁ ସେଇଦିନ ସେ ପର୍ବରେ ରାଧାଙ୍କ ପାଦକୁ ଦର୍ଶନ କଲେ ବହୁ ଜନ୍ମର ପାପ ବିলীନ ହେଇଯାଏ। କୋଉଠି ନା କୋଉଠି ଯେମିତିକି ଆପଣ କହିଲେ ରାଧାଙ୍କର ଗୋପାଳଙ୍କ ପାଖରେ ଉତ୍ପତ୍ତି ତାଙ୍କର ପ୍ରତିଷ୍ଠା ତାଙ୍କର ମା ଏଇଟା ଗୋଟେ ପ୍ରମାଣ କରୁଛି ଯେ ଭଗବାନ ବି ମାନବୀୟ ଲୀଳା ଖେଳା ଭିତରେ ଗୋପାଳ ତ ମାନବ ଗତି କରନ୍ତି। ଗୋପାଳ ତ ମାନବ କଣ ମାନବ ହିସାବରେ ତାଙ୍କୁ କିଏ ଦେଖିଛନ୍ତି? ଆପଣ ତ ଏତେ ବୟସ ନା କେହି ଦେଖି ଆମେ ଦେଖିନ ଇତିହାସ କହେ ପୁରାଣ କହେ ସେ ମାନବ ଶ୍ରୀକୃଷ୍ଣ ମାନବ ସେ ମରିଛନ୍ତି। ହଁ ସେ ଯୋଉଟା କହିଲେ ସେ ଇତିହାସ ଆମେ ଜାଣିଛୁ କିନ୍ତୁ ଏଠାରେ ସାକ୍ଷୀ ଗୋପାଳରେ ରହିବା ପରେ ତାଙ୍କର ଯୋଉ ମାନବୀୟ ଲୀଳା ଖେଳା ତାର କି ସାକ୍ଷୀ ଅଛନ୍ତି? ସାକ୍ଷୀ ଦଉଛନ୍ତି ସିଏ ରାଧାରାଣୀ। କାରଣ ଗୋପାଳଙ୍କ ପାଖରେ କୋଉଠି ରାଧାରାଣୀଙ୍କ ମୂର୍ତ୍ତି ନଥିବ। ଉତ୍ତର ଭାରତ ଯାଆନ୍ତୁ ଉତ୍ତର ଭାରତରେ ପାଇବନି। ଏଠି ରାଧା ମୂର୍ତ୍ତି ପାଇବ। କିନ୍ତୁ ବହୁତ ଜାଗାରେ ରାଧାକୃଷ୍ଣଙ୍କର ମନ୍ଦିର ରାଧାକୃଷ୍ଣ ମନ୍ଦିର ଅଛି କିନ୍ତୁ ରାଧା ଆସିଲେ କୋଉଠୁ? ଯୋଉ ମନ୍ଦିର ଅଛି ସେ ମନ୍ଦିରରେ ରାଧା କେବେଠୁ ଆସିଲେ? ଇଠା ରାଧା ଏଷ୍ଟାବ୍ଲିଶମେଣ୍ଟ ପରେ। ତା ପୂର୍ବରୁ କେବଳ କୃଷ୍ଣ ମନ୍ଦିର ଥିଲା।
ସତ୍ୟବାଦୀର ଏହି ମହିମା ଆମକୁ ଶିଖାଏ ଯେ ଶ୍ରଦ୍ଧା ଏବଂ ଭକ୍ତି ଏବଂ ସତ୍ୟତା ଭଗବାନଙ୍କୁ ମଧ୍ୟ ଆମ ପାଇଁ ଉପସ୍ଥିତ ହେବା ପାଇଁ ବାଧ୍ୟ କରେ। ଆଜିର ଏହି ଆଲୋଚନା ଚକ୍ରରେ ଆମେ ସାକ୍ଷୀ ଗୋପାଳ ମନ୍ଦିର ବିଷୟରେ ଅନେକ ଅଜଣା କଥା ଜାଣିବା ପାଇଁ ପାଇଲେ। ଆମ ପାଖକୁ ଯୋଉ ଅତିଥି ଆସିଥିଲେ ତାଙ୍କୁ ଆମେ ଅଶେଷ ଧନ୍ୟବାଦ ଦବୁ। ଆଉ ବାର୍ଦ୍ଧକ୍ୟତା ସତ୍ତ୍ୱେ ସେ ଆମକୁ କିଛିଟା ମାର୍ଗଦର୍ଶନ ଦେବା ପାଇଁ କିଛିଟା ଜ୍ଞାନ ଦେବା ପାଇଁ ଆମ ପାଖରେ ଉପସ୍ଥିତ ରହିଲେ। ଯଦି ଆପଣମାନେ କେବେ ପୁରୀ ଯାଉଛନ୍ତି ତାହେଲେ ସତ୍ୟବାଦୀର ପବିତ୍ର ପୀଠକୁ ଯିବା ପାଇଁ ଜମା ବି ଭୁଲିବେନି। ଏଠାର ଗହମ ପ୍ରସାଦ ଏବଂ ଶାନ୍ତ ପରିବେଶ ଆପଣଙ୍କ ମନକୁ ନିଶ୍ଚିତ ଭାବରେ ମୋହି ନେବ। ଆଜିର ଏହି ସ୍ୱତନ୍ତ୍ର ଆଲୋଚନା ଚକ୍ରକୁ ଏଇଠି ରଖୁଛୁ। ମୋର ପଡକାଷ୍ଟକୁ ଆପଣମାନେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରନ୍ତୁ। ଆଉ ଏକ ଅଧ୍ୟାୟରେ ପୁଣି ଦେଖା ହବ।